ମାନେ ମଇ ମାସର 3 ତାରିଖ ଅର୍ଥାତ୍ ବୈଶାଖ ମାସର ବଡ଼ ଶନିବାର ଦିନ ଆପଣ କରିନିଅନ୍ତୁ ନାଲି ଲଙ୍କାର ଏହି ଉପାୟ। ଯଦି ଆପଣଙ୍କର ଶତ୍ରୁ ଭୟ ରହିଥିବ, ଆପଣଙ୍କର ଶତ୍ରୁ ସଂଖ୍ୟା ବୃଦ୍ଧି ହୋଇଥିବ, ତ ନିଶ୍ଚିତ ଭାବରେ ଆପଣଙ୍କୁ ଶତ୍ରୁମାନଙ୍କ ଠାରୁ ମୁକ୍ତି ମିଳିଯିବ। ଆପଣଙ୍କର ଶତ୍ରୁମାନେ ଆପଣଙ୍କର ମିତ୍ରରେ ପରିଣତ ହୋଇଯିବେ ଏବଂ ଶତ୍ରୁମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ଏହା ବ୍ୟତୀତ ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହିଥିବ, ତ ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ। ସେଥିପାଇଁ ଏହି ବୈଶାଖ ମାସର ବଡ଼ ଶନିବାର ଦିନ ଆପଣ ନାଲି ଲଙ୍କାର ଏହି ଉପାୟ ନିଶ୍ଚିତ ଭାବରେ ପାଳନ କରନ୍ତୁ ଏବଂ ଏହାର ଚମତ୍କାର ଆପଣ ନିଜେ ନିଜ ଜୀବନରେ ନିଶ୍ଚିତ ଭାବରେ ଦେଖିବାକୁ ପାଇପାରିବେ। ବନ୍ଧୁମାନେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୁଖ ଏବଂ ଦୁଃଖରେ ଯାଇଥାଏ, ମାତ୍ର ବେଳେବେଳେ ଆମ ଜୀବନରେ ଏମିତି ସମସ୍ୟା ଆସିଥାଏ ଯାହା ଯିବାର ନାହିଁ ନଥାଏ ଏବଂ ଏହି କାରଣରୁ ଆମେ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଉ ଏବଂ ଏପରି ପରିସ୍ଥିତିରେ ଆମେମାନେ ଈଶ୍ୱରଙ୍କ ଶରଣରେ ଯାଇଥାଉ ଏବଂ ଆମେ ଯଦି ବାସ୍ତବରେ ପ୍ରକୃତ ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ଭଗବାନଙ୍କୁ ଡାକିଥାଉ, ତେବେ ସେ ଆମକୁ ସେହି ସମସ୍ୟାରୁ ବାହାରକୁ ମଧ୍ୟ ନେଇ ଆସିଥାନ୍ତି। ତ ଏପରି ପରିସ୍ଥିତିରେ ଆଜି ମୁଁ ଆପଣମାନଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛି, ଯେଉଁ ଉପାୟକୁ ପାଳନ କରି ଆପଣ ନିଜ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ କରିପାରିବେ। ତ ବନ୍ଧୁମାନେ, ଆପଣମାନେ ଜାଣିଥିବେ ଆଜିକାର ଦୁନିଆରେ ଆମର ବନ୍ଧୁ କମ୍, ଶତ୍ରୁ ବେଶୀ ରହିଥାନ୍ତି। ଏପରି କିଛି ବ୍ୟକ୍ତି ଆମ ସହିତ ରହିଥାନ୍ତି ଯେଉଁମାନେ ଉପରକୁ ତ ଆମକୁ ବନ୍ଧୁ ଭଳି ବ୍ୟବହାର କରିଥାନ୍ତି, ମିତ୍ର ଭଳି ଦେଖେଇ ହୋଇଥାନ୍ତି, କିନ୍ତୁ ବାସ୍ତବରେ ସେମାନେ ଆମର ଶତ୍ରୁ ହୋଇଥାନ୍ତି। ଆମର ଉନ୍ନତିକୁ ସେମାନେ ସହ୍ୟ କରିପାରିନଥାନ୍ତି, ଯାହାଫଳରେ ଆମକୁ ସମସ୍ୟାରେ ପକାଇବା ପାଇଁ ସେମାନେ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରିଥାନ୍ତି। ତେବେ ଶତ୍ରୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଥାଇପାରନ୍ତି, ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ଥାଇପାରନ୍ତି, ଆପଣଙ୍କର ପାଖ ପଡ଼ୋଶୀରେ ମଧ୍ୟ ଥାଇପାରନ୍ତି। ତ ଏପରି ପରିସ୍ଥିତିରେ ଶତ୍ରୁମାନଙ୍କ ଠାରୁ ରକ୍ଷା ପାଇବା ପାଇଁ, ଆପଣଙ୍କର ଶତ୍ରୁମାନଙ୍କର ବିନାଶ ପାଇଁ ଆପଣ ଏହି ଉପାୟଟି ନିଶ୍ଚିତ ଭାବରେ ପାଳନ କରିପାରିବେ। ବନ୍ଧୁମାନେ, ଯଦି ଆପଣଙ୍କ ଉପରେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ କିମ୍ବା କୌଣସି କଳା ଯାଦୁର ପ୍ରୟୋଗ କରାଯାଇଥାଏ, ତେବେ ଆପଣ ଆପଣଙ୍କ ଜୀବନରେ କଦାପି ବି ଉନ୍ନତି କରିପାରିନଥାନ୍ତି। ଆପଣଙ୍କ ଉନ୍ନତିର ସବୁ ରାସ୍ତା ଗୁଡ଼ିକ ବନ୍ଦ ହୋଇଯାଇଥାଏ। ତ ଆପଣ ଯଦି ଏହି ଉପାୟଟିକୁ କରିନେଉଛନ୍ତି, ତ ନିଶ୍ଚିତ ଭାବରେ ଏସବୁ ସମସ୍ୟା ଗୁଡ଼ିକ ଆପଣଙ୍କ ଜୀବନରେ ଦୂର ହୋଇଯିବ। ତେବେ ଆଜି ମୁଁ ଆପଣଙ୍କୁ ଲାଲ ଲଙ୍କାର କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛି, ଯଦି ଏହି ଉପାୟ ଗୁଡ଼ିକ ଆପଣ କରିନିଅନ୍ତି, ତ ଆପଣଙ୍କ ଜୀବନରେ ଶତ୍ରୁ ଭୟ ଦୂର ହୋଇଯିବେ ଏବଂ ଆପଣଙ୍କ ଉପରୁ ସବୁ ଖରାପ ଶକ୍ତିର ପ୍ରଭାବ ମଧ୍ୟ ଦୂର ହୋଇଯିବ। ତେବେ ଆପଣଙ୍କ ଜୀବନରେ ଯଦି ଶତ୍ରୁ ସଂଖ୍ୟା ବଢ଼ିଯାଇଛନ୍ତି, ଯେଉଁଆଡ଼େ ଗଲେ ଆପଣଙ୍କୁ ଶତ୍ରୁ ଭୟ ଲାଗି ରହୁଛି କିମ୍ବା ଆପଣଙ୍କ ଶତ୍ରୁମାନେ ଯଦି ଆପଣଙ୍କ ବିରୁଦ୍ଧରେ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହାଦ୍ୱାରା ପ୍ରତ୍ୟେକ କ୍ଷେତ୍ରରୁ ଆପଣଙ୍କୁ କଷ୍ଟ ମିଳୁଛି, ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ଏବଂ ଏସବୁ ସମସ୍ୟାରୁ ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ 3ଟି ନାଲି ଲଙ୍କାକୁ ନେଇ ଜଳାଇ ଛୋଟିଆ ଉପାୟଟି କରିନିଅନ୍ତୁ। ଉପାୟଟିକୁ କରିବା ଦ୍ୱାରା ମାତ୍ରେ ଆପଣଙ୍କର ଶତ୍ରୁ ଭୟ ଦୂର ହୋଇଯିବେ। ଶତ୍ରୁମାନେ ଆପଣଙ୍କର କୌଣସି ବି କ୍ଷତି କରିପାରିବେ ନାହିଁ। ଯେମିତି ନାଲି ଲଙ୍କାଟି ବହୁତ ରାଗ ହୋଇଥାଏ, ସେମିତି ଏହାର ରାଗପଣ ଦ୍ୱାରା ଏହା ଆପଣଙ୍କର ଶତ୍ରୁମାନଙ୍କର ସବୁ ଶକ୍ତି ମଧ୍ୟ ନଷ୍ଟ କରିଦେବ, ସବୁ ଯୋଜନା ଗୁଡ଼ିକ ମଧ୍ୟ ନଷ୍ଟ କରିଦେବ। ଏହା ବ୍ୟତୀତ ଖରାପ ନଜରରୁ ମଧ୍ୟ ଏହା ଆପଣଙ୍କୁ ରକ୍ଷା କରିଥାଏ। ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ଏହା ତୁରନ୍ତ ନଷ୍ଟ କରିଦେଇଥାଏ। ବନ୍ଧୁମାନେ, ନଜର ଉତାରିବା ପାଇଁ ଲାଲ ଲଙ୍କା ଏବଂ ଗୋଲମରିଚର ଉପାୟ ହିଁ ବହୁତ ପ୍ରଭାବଶାଳୀ ହୋଇଥାଏ। ବନ୍ଧୁମାନେ, ଏହି ଲାଲ ଲଙ୍କାଟି ଏତେ ଚମତ୍କାରୀ ହୋଇଥାଏ, ଏତେ ପ୍ରଭାବଶାଳୀ ହୋଇଥାଏ ଯେ ଆପଣ ଯେମିତି ଏହାର ଉପାୟକୁ କରିଥାନ୍ତି, ଏହା ତୁରନ୍ତ ହିଁ ତା'ର ଫଳ ଆପଣଙ୍କୁ ଦେଖାଇଥାଏ। 1ରୁ 2 ଦିନ ମଧ୍ୟରେ ଆପଣ ଏହାର ପ୍ରଭାବ ନିଜ ଜୀବନରେ ଦେଖିବାକୁ ପାଇପାରିବେ। ତେବେ ବନ୍ଧୁମାନେ, ଆସନ୍ତୁ ଜାଣିନେବା ଏହି ଉପାୟକୁ ଆପଣଙ୍କୁ କିପରି ଭାବରେ ଏବଂ କେଉଁ ସମୟରେ କରିବାର ଅଛି। ତେବେ ତା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ, ଆପଣମାନେ ଯେତେବେଳେ ସଫଳତା ଆଡ଼କୁ ଗତି କରିଥାନ୍ତି, ଉପରକୁ ଉଠିବାକୁ ଚେଷ୍ଟା କରିଥାନ୍ତି, ତ ସମାଜରେ ଆପଣଙ୍କର ଶତ୍ରୁ ସଂଖ୍ୟା ମଧ୍ୟ ବଢ଼ିଯାଇଥାଏ ଏବଂ ସେମାନେ ସବୁ ଦିଗରୁ ଆପଣଙ୍କୁ ହଇରାଣ କରିବା ପାଇଁ ଚେଷ୍ଟା କରିଥାନ୍ତି, ସମସ୍ୟାରେ ପକାଇବାକୁ ଚେଷ୍ଟା କରିଥାନ୍ତି, ଆପଣଙ୍କୁ ତଳକୁ ଟାଣିବାକୁ ଚେଷ୍ଟା କରିଥାନ୍ତି। ତେବେ ସେମାନଙ୍କ ଠାରୁ ବଞ୍ଚିବା ପାଇଁ, ସେମାନଙ୍କର ସମସ୍ତ ପ୍ରକାରର ଷଡ଼ଯନ୍ତ୍ରରୁ ରକ୍ଷା ପାଇବା ପାଇଁ ଆପଣମାନେ ନିଶ୍ଚିତ ଭାବରେ ଏହି ଉପାୟଟିକୁ ପାଳନ କରନ୍ତୁ। ଏମିତିକି ଆପଣଙ୍କୁ ତଳକୁ ଖସାଇବା ପାଇଁ, ଆପଣଙ୍କର ଉନ୍ନତିରୁ ରୋକିବା ପାଇଁ କିଛି ବ୍ୟକ୍ତି ଆପଣଙ୍କ ଉପରେ ତନ୍ତ୍ର ଶକ୍ତିର ପ୍ରୟୋଗ କରିଥାନ୍ତି, କଳା ଯାଦୁର ପ୍ରୟୋଗ କରିଥାନ୍ତି।
ବେଳେବେଳେ ଆପଣଙ୍କର ଘର ଉପରେ ସବୁ ପ୍ରୟୋଗ ହୋଇଥାଏ। ବେଳେବେଳେ ବିଜନେସ୍ରେ ମଧ୍ୟ ଏସବୁ ପ୍ରୟୋଗ କରାଯାଇଥାଏ, ଯାହାଫଳରେ ଆପଣଙ୍କର ଘରର ଉନ୍ନତି ହୋଇପାରିନଥାଏ। କିମ୍ବା ଯଦି ଆପଣଙ୍କର ବିଜନେସ୍ କରୁଛନ୍ତି, ଆପଣଙ୍କର ବିଜନେସ୍ରେ ଭଲ ଲାଭ ହେଉଥିବ, ତ ହଠାତ୍ କରି ଆପଣଙ୍କର ଲାଭ ବଦଳରେ କ୍ଷତି ହେବାକୁ ଲାଗିଥାଏ। ତେବେ ଏପରି ପରିସ୍ଥିତିରେ ଆପଣ ଯଦି ଏହି ଲାଲ ଲଙ୍କାର ଉପାୟଟିକୁ କରିନେଉଛନ୍ତି, ଯାହା ଆଜି ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କହିବାକୁ ଯାଉଛି, ତ ନିଶ୍ଚିତ ଭାବରେ ଏ ସମସ୍ତ ପ୍ରଭାବରୁ ଆପଣଙ୍କୁ ମୁକ୍ତି ମିଳିଯିବ। ସମସ୍ତ ପ୍ରଭାବ ଗୁଡ଼ିକ ନଷ୍ଟ ହୋଇଯିବ ଏବଂ ପୁଣି ଥରେ ଆପଣଙ୍କ ଜୀବନରେ ଉନ୍ନତି କରିବାକୁ ଲାଗିବେ। ତେବେ 3ଟି ଲାଲ ଲଙ୍କା ଆପଣଙ୍କୁ କେଉଁଠାରେ ଜଳାଇବାର ଅଛି ଏବଂ କେଉଁ ଦିନ ଆପଣଙ୍କୁ ଏହି ଉପାୟକୁ କରିବାର ଅଛି, ତେବେ ସେଥିପାଇଁ ସର୍ବପ୍ରଥମେ ଆପଣଙ୍କୁ 3ଟି ଲାଲ ଶୁଖିଲା ଲଙ୍କା ନେବାର ଅଛି ଏବଂ ଏମିତି ଲଙ୍କା ନେବେ ଯାହାକି ସମ୍ପୂର୍ଣ୍ଣ ଭାବରେ ନିଖୁଣ ହୋଇଥିବ ଏବଂ ସେଥିରେ ଡେମ୍ଫ ଲାଗିଥିବ। ତାପରେ ଆପଣଙ୍କୁ ଗୋଟେ କର୍ପୂର ଖଣ୍ଡ ନେବାର ଅଛି। ତାପରେ ଆପଣ ଗୋଟିଏ ଧଳା ରଙ୍ଗର କାଗଜ ନିଅନ୍ତୁ, ଯେଉଁଥିରେ କିଛି ବି ଲେଖା ହୋଇନଥିବ, କୌଣସି ଗାର ମଧ୍ୟ ଯେମିତି ନ ପଡ଼ିଥିବ। ସମ୍ପୂର୍ଣ୍ଣ ସାଧା କାଗଜଟିଏ ଆପଣଙ୍କୁ ନେବାର ଅଛି ଏବଂ ଗୋଟିଏ କଲମ ମଧ୍ୟ ଆପଣଙ୍କୁ ନେବାର ଅଛି। ଏପରି କଲମ ଯାହାର ରଙ୍ଗ କଳା ହୋଇଥିବ। ତେବେ ଏହି ଉପାୟଟିକୁ ଆପଣଙ୍କୁ ଆପଣଙ୍କ ନିଜ ଘରେ କରିବାର ଅଛି। ମାତ୍ର ମନେ ରଖିବେ, ଆପଣ ନିଜ ଘରେ ଗୋଟିଏ ଏପରି ରୁମ୍ରେ ବସିବେ, ଯେତେବେଳେ ଆପଣ ଏହି ଉପାୟଟିକୁ କରିବେ, ଯେମିତି ସେହି ରୁମ୍କୁ କେହି ନ ଆସନ୍ତୁ କିମ୍ବା ଏ ବିଷୟରେ ଆପଣଙ୍କୁ କେହି କିଛି ନ ପଚାରନ୍ତି। ଉପାୟଟି କରିବା ସମୟରେ ଆପଣ କବାଟଟିକୁ ବନ୍ଦ କରିଦେବେ। ଚେଷ୍ଟା କରିବେ ସେହି ସମୟରେ ଆପଣ ଏହି ଉପାୟଟିକୁ କରିବା ପାଇଁ, ଯେଉଁ ସମୟରେ ଆପଣଙ୍କୁ କେହି ଡିଷ୍ଟର୍ବ କରିବେ ନାହିଁ। କାରଣ ଯଦି ଆପଣ ଏହି ଉପାୟଟି କରିବା ଦ୍ୱାରା କେହି ଦେଖିନିଅନ୍ତି କିମ୍ବା ଆପଣଙ୍କୁ କିଛି ପଚାରନ୍ତି, ତ ଏହି ଉପାୟଟି ତା'ର ପ୍ରଭାବ ଦେଖାଇନଥାଏ। ଏହି ଉପାୟଟି ନିଷ୍ଫଳ ହୋଇଯାଇଥାଏ। ସେଥିପାଇଁ ଏହି କଥା ଆପଣଙ୍କୁ ବିଶେଷ କରି ଧ୍ୟାନ ରଖିବାର ଅଛି। ଏହି ଉପାୟଟି କରିବା ସମୟରେ ଆପଣ ଦକ୍ଷିଣମୁଖା ହୋଇ ବସିବେ। ଭୂମି ଉପରେ ବସି ଆପଣଙ୍କୁ ଏହି ଉପାୟଟି କରିବାର ଅଛି। ଖଟ ଉପରେ କିମ୍ବା ଚେୟାର ଉପରେ ଆପଣ ବସିବେ ନାହିଁ। ତାପରେ ଆପଣ ଯେଉଁ କାଗଜକୁ ନେଇଥିବେ ଏବଂ ଯେଉଁ କଳା ରଙ୍ଗର କଲମଟି ନେଇଥିବେ, ସେଥିରେ ଆପଣ ସେହି କାଗଜ ଉପରେ ଶତ୍ରୁ ଲେଖିବେ। ମନେ ରଖନ୍ତୁ, ଶତ୍ରୁର ନାମ ଆପଣ ଲେଖିବେ ନାହିଁ, କାରଣ ଏପରି କିଛି ଶତ୍ରୁ ଆପଣ ଥାଇପାରନ୍ତି ଯାହାକୁ ଆପଣ ଜାଣି ମଧ୍ୟ ନଥିବେ। ଆପଣ ତାଙ୍କୁ ନିଜର ମିତ୍ର ଭାବୁଥିବେ, କିନ୍ତୁ ବାସ୍ତବରେ ସେ ଆପଣଙ୍କର ଶତ୍ରୁ ହୋଇଥିବ। ତ ସବୁ ଶତ୍ରୁମାନଙ୍କର ନାମ ଲେଖିବା ମଧ୍ୟ ସମ୍ଭବ ହେବ ନାହିଁ। ତେଣୁ ଆପଣ କାହାର ନାମ ନ ଲେଖି କାଗଜ ଉପରେ ଶତ୍ରୁ ଲେଖିବା। ତାପରେ ଆପଣ ଯେଉଁ ଡେମ୍ଫ ଲାଗିଥିବ 3ଟି ନାଲି ଶୁଖିଲା ଲଙ୍କା ନେଇଥିବେ, ସେହି 3ଟି ଲଙ୍କାକୁ ହାତରେ ଧରି ଆପଣ ନିଜ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ 7 ଥର ଘଣ୍ଟା ପରି ବୁଲାଇବାର ଅଛି। ନିଜେ ହିଁ ସେହି ଲଙ୍କାକୁ ହାତରେ ଧରି ମୁଣ୍ଡର ଉପରଠାରୁ ପାଦ ତଳ ପର୍ଯ୍ୟନ୍ତ ଆଣ୍ଟି କ୍ଲକୱାଇଜ୍ 7 ଥର ବୁଲାଇବାର ଅଛି। ତାପରେ ଯେଉଁ କାଗଜରେ ଆପଣ ଶତ୍ରୁ ଲେଖିଛନ୍ତି, ସେହି କାଗଜ ଉପରେ ଆଣି ଆପଣ ସେହି 3ଟି ନାଲି ଲଙ୍କାକୁ ରଖିଦିଅନ୍ତୁ ଏବଂ ଯେଉଁ କର୍ପୂର ଖଣ୍ଡଟି ଆପଣ ନେଇଥିବେ, ସେହି କର୍ପୂର ଖଣ୍ଡଟିକୁ ମଧ୍ୟ ଆପଣ ଲଙ୍କା ପାଖରେ କାଗଜ ଉପରେ ରଖିଦିଅନ୍ତୁ। ତାପରେ ଆପଣ ସେସବୁକୁ ଏମିତି ଜାଗାକୁ ନେଇଯାଆନ୍ତୁ, ଯେଉଁ ସ୍ଥାନଟି ପୁରା ଖୋଲା ହୋଇଥିବ। ତେବେ ଧ୍ୟାନ ରଖିବେ, ଯେତେବେଳେ ତାଙ୍କୁ ଆପଣ ନେଇକି ଜଳାଇବେ, ସେତେବେଳେ ଯେମିତି ଆପଣଙ୍କୁ କେହି ନ ଦେଖନ୍ତି, ଏ କଥାର ଆପଣ ଧ୍ୟାନ ରଖିବେ। ତେବେ ଯଦି ଆପଣ ରାତିରେ ଏ ଉପାୟଟି କରନ୍ତି, ତେବେ ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ ରହିବ। ତେବେ ସେହି ଲାଲ ଲଙ୍କା ଏବଂ ସେହି କାଗଜ ଯାହା ଉପରେ ଆପଣ ଶତ୍ରୁ ଲେଖିଛନ୍ତି ଏବଂ ସେ କର୍ପୂର ଖଣ୍ଡକୁ ଏକାଠି ଆପଣ ଜାଳି ଦିଅନ୍ତୁ, ଯେମିତି ସମ୍ପୂର୍ଣ୍ଣ ଭାବରେ ସବୁ କିଛି ଜଳିଯିବ। ସେଭଳି ଆପଣ ତାକୁ ଜଳାଇବେ। ତେବେ ଏସବୁ ଜଳି ସାରିବା ପରେ ଏହାର ଯେଉଁ ପାଉଁଶ ରହିବ, ତାକୁ ନେଇ ଆପଣଙ୍କୁ ଆପଣଙ୍କ ଘର ବାହାରେ ଫୋପାଡ଼ି ଦେବାର ଅଛି। ଆପଣ ଯେତେବେଳେ ପାଉଁଶ ଫୋପାଡ଼ିବେ, ସେତେବେଳେ ମନେ ରଖିବେ, ପାଉଁଶ ଫୋପାଡ଼ି ସାରିବା ପରେ ପଛକୁ ଆପଣ ଅନେଇବେ ନାହିଁ, ଯାହାକୁ କି ଆପଣଙ୍କୁ ଏ କଥାର ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ରଖିବାର ଅଛି। ଏହି ଉପାୟଟିକୁ ଆପଣ ସପ୍ତାହର କୌଣସି ବି ବାରରେ କରିପାରିବେ। କୌଣସି ବି ଦିନରେ ଆପଣ ଏହି ଉପାୟଟିକୁ କରିପାରିବେ। ତେବେ ମନେ ରଖନ୍ତୁ, ଏହି ଉପାୟଟିକୁ ଅତି କମରେ ଆପଣଙ୍କୁ 3 ଥର କରିବାର ଅଛି, ଅର୍ଥାତ୍ 3 ଦିନ ଆପଣଙ୍କୁ ଏହି ଉପାୟଟିକୁ କରିବାର ଅଛି। ଯଦି ଆପଣ 3 ଥର ଲଗାତାର ଏହି ଉପାୟଟିକୁ କରିନେଉଛନ୍ତି, ନିଶ୍ଚିତ ଭାବରେ ଆପଣ ଏହାର ପ୍ରଭାବ ଆପଣଙ୍କ ଜୀବନରେ ଦେଖିବାକୁ ପାଇପାରିବେ। ଆପଣଙ୍କର ସମସ୍ତ ଶତ୍ରୁ ଧୀରେ ଧୀରେ ଦୁର୍ବଳ ହୋଇଯିବେ। ଆପଣଙ୍କ ବିରୁଦ୍ଧରେ ସେମାନେ ଆଉ କୌଣସି ବି ଷଡ଼ଯନ୍ତ୍ର କରିପାରିବେ ନାହିଁ କିମ୍ବା ଯଦି ବି କରନ୍ତି, ତା'ର କୌଣସି ବି ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ। ସେମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ଏହା ସହିତ ଆପଣଙ୍କ ଉପରେ ଯଦି କିଛି ନଜର ଦୋଷ ଥିବ କିମ୍ବା କୌଣସି ବି କଳା ଜାଦୁର ତନ୍ତ୍ର ଶକ୍ତିର ପ୍ରୟୋଗ ଆପଣଙ୍କ ଉପରେ କରାଯାଇଥିବ, ତ ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯିବ ଏବଂ ଧୀରେ ଧୀରେ ପୁଣି ଥରେ ଆପଣ ଉନ୍ନତି କରିବାକୁ ଲାଗିବେ। ଆପଣଙ୍କ ଘର ହେଉ କିମ୍ବା ବିଜନେସ୍ ହେଉ,
ଆପଣ ଧୀରେ ଧୀରେ ଏସବୁରେ ଉନ୍ନତି ଦେଖିବାକୁ ପାଇବେ। ଏହା ବ୍ୟତୀତ ନାଲି ଲଙ୍କାର ଆହୁରି ଅନେକ କିଛି ଉପାୟ ମୁଖ୍ୟ ରହିଛି। ତେବେ ଯଦି ଆପଣଙ୍କୁ ଦୀର୍ଘ ଦିନ ଧରି ଆପଣଙ୍କୁ କୌଣସି ରୋଗ ହେବାର ଲାଗି ରହିଛି, ଅନେକ ଚେଷ୍ଟା ପରେ ମଧ୍ୟ ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିପାରି ନାହିଁ, ତେବେ ସମସ୍ତ ପ୍ରକାରର ରୋଗ ଏବଂ ଦୋଷକୁ ଦୂର କରିବା ପାଇଁ ଆପଣ 7ଟି ନାଲି ଲଙ୍କା ନିଅନ୍ତୁ। କିଛି କଳା ରାଶି ସାଥିରେ ଜାଇଫଳ ଏବଂ କିଛି ଫିଟିକିରି ନିଅନ୍ତୁ। 7ଟି ଫିଟିକିରିରୁ ଟୁକୁଡ଼ା ନେଇଯାଆନ୍ତୁ। ଗୋଟିଏ ଲାଲ କପଡ଼ାରେ ଏସବୁକୁ ଆପଣ ରଖିଦିଅନ୍ତୁ ଏବଂ ଏହାକୁ ଗୋଟିଏ ପୁଟୁଳି ବନାଇ ଦିଅନ୍ତୁ। ତାକୁ ନେଇ ଯଦି ଆପଣଙ୍କ ଘରର କୌଣସି ସଦସ୍ୟ ଦୀର୍ଘ ଦିନ ଧରି କୌଣସି ବେମାରୀରେ ପଡ଼ି ରହିଛନ୍ତି, ତ ତାଙ୍କ ପାଖରେ ଏହି ପୁଟୁଳିଟି ରଖିଦିଅନ୍ତୁ। ତେବେ ଏହି ଉପାୟଟିକୁ ଆପଣ ଶୁକ୍ରବାର ଦିନ କରିବାର ଅଛି। ତ ଶୁକ୍ରବାର ଦିନ ଆପଣ ଏହି ପୁଟୁଳିଟିକୁ ନେଇ ତାଙ୍କ ପାଖରେ ରଖିଦିଅନ୍ତୁ। ତା ପରଦିନ ଅର୍ଥାତ୍ ଶନିବାର ଦିନ ସେହି ପୁଟୁଳିଟିକୁ ନେଇକି ଆପଣଙ୍କ ଘର ପାଖରେ ଥିବା କୌଣସି ବି ଅଷ୍ଟ ଗଛ ମୂଳରେ ରଖିଦିଅନ୍ତୁ। ତ ବନ୍ଧୁମାନେ, ଯଦି ଆପଣ ବେପାର ବାଣିଜ୍ୟ କରୁଛନ୍ତି ଏବଂ ସେଥିରେ ଆପଣ ସବୁବେଳେ ଲାଭ ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ବିଜନେସ୍କୁ ଆଗକୁ ବଢ଼ାଇବା ପାଇଁ ଚାହୁଁଛନ୍ତି, ତ ସେଥିପାଇଁ ମଙ୍ଗଳବାର ଦିନ ଆପଣ 7ଟି ନାଲି ଲଙ୍କା ନେଇଯାଆନ୍ତୁ ଏବଂ ଗୋଟିଏ ଧଳା ରଙ୍ଗର କପଡ଼ାରେ ସେହି ଲଙ୍କାକୁ ବାନ୍ଧି ଦିଅନ୍ତୁ। ଆପଣ ଗୋଟିଏ ପୁଟୁଳି ବନାଇ ଦିଅନ୍ତୁ ଏବଂ ତାକୁ ନିଜର ଧନ ରଖୁଥିବା ସ୍ଥାନରେ ନେଇ ରଖିଦିଅନ୍ତୁ। ଅର୍ଥାତ୍ ବିଜନେସ୍ରେ ଆପଣ ଯେଉଁଠାରେ ଟଙ୍କାକୁ ରଖୁଛନ୍ତି ସେଠାରେ ରଖିଦିଅନ୍ତୁ। ଏହି ଉପାୟଟିକୁ କରିବା ଦ୍ୱାରା ବିଜନେସ୍ରେ ଆପଣଙ୍କର କେବେ ବି କ୍ଷତି ହେବ ନାହିଁ ଏବଂ ଆପଣଙ୍କର ବିଜନେସ୍ରେ ଆପଣଙ୍କର ଉନ୍ନତି ହେବାକୁ ଲାଗିବ। ଆପଣଙ୍କ ଧନରେ ବୃଦ୍ଧି ହେବାକୁ ଲାଗିବ। ତେବେ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।